नमस्कार। तेरे नमस्कार जयश्री। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ସୁପ୍ରଭାତ। ଗୁରୁକୁଳ ଶାଖାରେ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଆ, ବହୁତ ବହୁତ ଧନ୍ୟବାଦ। ଆଜି ଯୋଉ ମନୋବିଜ୍ଞାନ ଉପରେ ଆ, ଗୁରୁଦେବ ଡିସ୍କସନ କରୁଥିଲେ। ଆ, ବହୁତ ପାୱାରଫୁଲ ସେସନ ଆଜି ଗୁରୁକୁଳ ମାଧ୍ୟମରେ ଆମେ ଶିଖିବାକୁ ପାଇଲେ। ତ ପ୍ରତ୍ୟେକ ଦିନ ଗୁରୁକୁଳକୁ ଆଟେଣ୍ଡ କରିବା ଆଉ ଗୁରୁକୁଳର ଶିକ୍ଷାକୁ ନବା ଆମ ଜୀବନରେ ଗୋଟେ ବହୁତ ବଡ଼ ମକସଦକୁ ଫୁଲଫିଲ୍ କରିଦେଇ ପାରିବା। ତ ଯେମିତିକି ଉଦ୍ଦେଶ୍ୟ ଉପରେ ଆଜି ସାର୍ କହୁଥିଲେ କି ଉଦ୍ଦେଶ୍ୟ ଆଉ ଲକ୍ଷ୍ୟକୁ ବହୁତ ବଡ଼ କରିପାରିବା, କଲେ ହିଁ ଆମେ ସଫଳତା ପାଇପାରିବା। ଯଦି ଆମେ ଉଦ୍ଦେଶ୍ୟକୁ ବହୁତ ବଡ଼ କରିବା, ତାହେଲେ ଲକ୍ଷ୍ୟକୁ ଠିକ୍ ରଖିବା, ସଠିକ୍ ରଖିବା ଆଉ ନିଜର ମକସଦ ଉପରେ ସଠିକ୍ ମକସଦ ପ୍ରତି ସିରିୟସ୍ ହବା, ତାହେଲେ ଆମେ ବହୁତ ବଡ଼ କାମ କରିପାରିବା। ଇଏ ସବୁ କିଛି ସମ୍ଭବ। ଗୁରୁକୁଳ ମାଧ୍ୟମରେ ଆମେ ସବୁ କିଛି ପାଇପାରିବା। ଆଉ ସବୁଠୁ ବଡ଼ କଥା, ଆମ କାର୍ଯ୍ୟଶୈଳୀରେ ଆମେ ଗ୍ୟାସେସ୍ର ଫର୍ମୁଲାକୁ ଆମେ ଆପ୍ଲାଏ କରିବା। ତ ବହୁତ ସାରା ଡିସ୍କସନ୍ ଆଜି ହେଲା। ବହୁତ ସାରା ସାଥୀ ବି ହ୍ୟାଣ୍ଡରାଇଜ୍ କରିକି ବି କହିଲେ। ତ ଇଏ ଗୋଟେ ବହୁତ ବଡ଼ ରୂପ, ଆମର ସଂସ୍ଥା ଇଏ ଗୋଟେ ବହୁତ ବଡ଼ ରୂପ ବର୍ତ୍ତମାନ ନେବାକୁ ଯାଉଛି। ତ ପୁରା ହିନ୍ଦୁସ୍ତାନରେ ଇଏ ଗୋଟେ ବହୁତ ବଡ଼ କ୍ରାନ୍ତି ବର୍ତ୍ତମାନ କରିବାକୁ ଚାହୁଁଛି। ତ ସେଥିଲାଗି ଯେ ସମସ୍ତଙ୍କୁ ଅନୁରୋଧ, ଯାହା ଯାହା ବି ଆମର ମକସଦ ଅଛି, ଯାହା ଯାହା ବି ଲକ୍ଷ୍ୟ ଅଛି, ଲକ୍ଷ୍ୟକୁ ପୁରା କରିବା ପାଇଁ ଆମେ ସବୁବେଳେ ଆଗଭର ହବା ନିହାତି ଜରୁରୀ। ତ ଆଜିର ଇନଫର୍ମେସନ, ଆଜି ମଙ୍ଗଳବାର। ମଙ୍ଗଳବାରରେ ଆମର ପ୍ରତ୍ୟେକ ମଙ୍ଗଳବାର ସନ୍ଧ୍ୟାରେ ଆ, ସନ୍ଧ୍ୟା 7:20ରେ ଆମେ ସେଲିବ୍ରେସନ କରିବା। ଆମେ ଆନନ୍ଦ ନେବା, ଡିଜିଟାଲ ସେଲିବ୍ରେସନ। ଏଇ ଆମେ ସେଟା କରିବା। ତ ସେଥିପାଇଁ ଯେଉଁ ସାଥୀମାନେ ବି 5,000 PVର ପରଚେଜ କରିନାହାନ୍ତି, ତ ସେମାନଙ୍କୁ ବି ଆମେ ପ୍ରେରଣା ବି ଦେବା। କାରଣ ହୁଏତ ସେମାନଙ୍କ ପାଖରେ ଏତିକି ବଡ଼ ଆମ ପାଇଁ ଆମେ ଯେତେ ବଡ଼ ହିସାବରେ ଏଇ ଅଭିଯାନକୁ ନଉଛେ, ହୁଏତ ସେମାନେ ସେତେ ବଡ଼ ଚିନ୍ତା ବି କରିପାରୁନାହାନ୍ତି। ତ ଗତକାଲିର ବି କଥା, ମାନେ ଆପଣ ଦେଖୁଥିବେ, ରାଜ୍ୟ ସରକାର ବି ବିଧାନସଭାରେ ବି ଘୋଷଣା କଲେ କି ଯାହାବି ଆମର ଆମ ଖାଦ୍ୟ ପାଇଁ ଯାହା କିଛି ଆସୁଛି, ପ୍ରତ୍ୟେକ ଜିନିଷ ଭେଜାଲ ହବାରେ ଲାଗିଛି। କିନ୍ତୁ ଆରସିଏମ ଗୋଟେ ବହୁତ ବଡ଼ ଅଭିଯାନ, ଯେଉଁ ଅଭିଯାନ ମାଧ୍ୟମରେ ସିଧାସଳଖ ଆମେ ପ୍ରଡକ୍ଟ ଆମେ ପାଉଛେ, ଯୋଉଟା କି ଆମ ସ୍ୱାସ୍ଥ୍ୟକୁ ଆମେ ଠିକ ରଖିପାରୁଛେ। ଆଉ ସ୍ୱାସ୍ଥ୍ୟ ରକ୍ଷା ଉପରେ ଆମେ ବହୁତ ବଡ଼ କାମ ଆମେ କରିଦେଇ ପାରୁଛେ। ଆମ ଆହାର ହିଁ ଆମର ଖାଦ୍ୟ, ଆମର ସ୍ୱାସ୍ଥ୍ୟକୁ ଠିକ ରଖିପାରିବ। ତ ଆହାର ଯାହା ଆମକୁ ମିଳୁଛି, ଯୋଉ ଶୁଦ୍ଧ ଖାଦ୍ୟ ଆମକୁ ମିଳୁଛି, ତ ପୁରା ଭାରତର ଆମେ ଗୋଟେ ବହୁତ ବଡ଼ ସ୍ୱାସ୍ଥ୍ୟ କ୍ରାନ୍ତି, ଯୋଉ ସ୍ୱାସ୍ଥ୍ୟ କୁ ଠିକ ରଖିବା ପାଇଁ ଯୋଉ ଯୋଉ କାର୍ଯ୍ୟ ଆମେ କରିବା କଥା, ତାକୁ ଆମେ କରିପାରୁଛେ। ଆଉ ଆରସିଏମ ହଉଛି ସବୁଠୁ ବେଷ୍ଟ ସମାଧାନ, ଯୋଉଥିରେ କି ଆମକୁ ଇଏ ପ୍ରକାରର ଗୋଟେ ବହୁତ ବଡ଼ ମକସଦ। ହୁଏତ କୌଣସି ସାଥୀ ୟାର କାର୍ଯ୍ୟଶୈଳୀକୁ ଠିକ ଭାବରେ ବୁଝିପାରୁନଥିବେ, କିନ୍ତୁ ମୁଁ ତ କହିବି ଯେ ଇଏ ଯୋଉ କାର୍ଯ୍ୟଶୈଳୀ ହଉଛି, ହୁଏତ କିଏ ଚିନ୍ତା ବି କରିପାରିବେନି ଯେ ଗୋଟେ ପ୍ରଡକ୍ଟ 2,000 କିଲୋମିଟର ଦୂରରେ ତିଆରି ହବ, ସେ ସିଧାସଳଖ ଜଣେ ଗ୍ରାହକର ପାଖକୁ ପହଞ୍ଚି ପାରିବ। ମାନେ ସିଧାସଳଖ ଏ ପ୍ରକାରର ପ୍ଲାନିଂ ବର୍ତ୍ତମାନ ବି କରାଯାଉଛି। ଯୋଉ ପ୍ରଡକ୍ଟ ଆମର ଜୈବିକ କ୍ଷତି ଉପରେ ଯୋଉ ପ୍ରଡକ୍ଟ ତିଆରି ହଉଛି, ତ ତାର ର ମେଟେରିଆଲ ସେଇଥିରେ ହିଁ ଆରସିଏମ ର ଉତ୍ପାଦ ତିଆରି ହେଇକି ସେ ପୁଣି ସିଧାସଳଖ ଆସିକି ଆମ ରୋଷେଇ ଘରେ ପହଞ୍ଚି ଯାଇପାରିବ। ଇଏ ପ୍ରକାରର ବଡ଼ ପ୍ଲାନିଂ କରାଯାଉଛି। ତାମାନେ ସ୍ୱାସ୍ଥ୍ୟ କ୍ରାନ୍ତି ଉପରେ ଆମେ କେତେ ବଡ଼ ଚିନ୍ତା କରିପାରୁଛେ। ତ କୌଣସି ଅ, ଉତ୍ପାଦକୁ ଯଦି ଠିକ ଆମେ ବ୍ୟବହାର କରିବା, ଯେମିତି ଗାଡ଼ିରେ ଆମେ ଇଞ୍ଜିନ ଆମେ ତେଲ ଯଦି ଆମେ ଠିକ ରଖିବା, ପକେଇବା, ତାହେଲେ ଆମ ଗାଡ଼ି ଠିକ ଚାଲିପାରିବ। ସେମିତି ଆମ ଶରୀର ରୂପୀ ଯୋଉ ଇଞ୍ଜିନ ଅଛି, ଆକୁ ବି ଠିକ ରଖିବା ନିହାତି ଦରକାର। ତ ସେଥିପାଇଁ ଆମର ଲକ୍ଷ୍ୟ, ଆମର ମକସଦକୁ ବହୁତ ବଡ଼ କରିବା ଦରକାର। ଆମେ କରିବା ବି ମଧ୍ୟ। ସେଥିଲାଗି ଆମେ ସଂକଳ୍ପବଦ୍ଧ ହେଇକି ପ୍ରତ୍ୟେକ ଦିନ ଆମେ ଏକାଠି ହଉଛେ ଗୁରୁକୁଳରେ ଆଉ ଗୁରୁକୁଳ ଶାଖା ମାଧ୍ୟମରେ। ଆଉ ତା ଛଡ଼ା ଦ୍ୱିତୀୟ କଥା ହଉଛି ଯେ ଆସନ୍ତା କାଲି ଯୋଉ
ପ୍ରୋଗ୍ରାମ ଥିଲା ଆମର ଏଠି ଖୋର୍ଦ୍ଧାରେ। ତ କୌଣସି କାରଣବଶତଃ ସେ ପ୍ରୋଗ୍ରାମକୁ କାଲି ବାତିଲ କରାଯାଇଛି। ତ କାଲି ଖୋର୍ଦ୍ଧାରେ ପ୍ରୋଗ୍ରାମ ହବ ନାହିଁ, କିନ୍ତୁ 27 ତାରିଖରେ ପ୍ରୋଗ୍ରାମ ନିଶ୍ଚୟ ହବ। ଆଉ ଆମର ମା ବନଦୁର୍ଗା RCM ସେଣ୍ଟରରେ ସେଠି ଆମେ ସେ କିଶୋରର ସ୍ପେଶାଲ ଟ୍ରେନିଂ କୋର୍ସ ଆମେ ସେଠି ନେଇପାରିବା। ତ ସେଠି ଯେମିତିକି ଗୋଟେ ଆପଣଙ୍କୁ ଏକ୍ଜାମ୍ପଲ ମୁଁ ଦଉଛି। ଧରି ନିଅନ୍ତୁ ଫେସିଆଲ, ଆମ ନିଜର ଫେସିଆଲ କରିବା ପାଇଁ ସେଠିକି ନ ଯାଇକି ଆମେ ଫେସିଆଲ କେମିତି ହୁଏ ତାକୁ ଶିଖିବା ଦରକାର। ଯେମିତିକି ସ୍ୱାମୀ ବିବେକାନନ୍ଦ କହନ୍ତି ନା, ଯାହା ଯଦି କାହାକୁ ମାଛ ଖାଇବାକୁ ଇଚ୍ଛା ହଉଛି ତାକୁ ଗୋଟେ ଗୋଟେ ଯଦି ମାଛ ଦେବେ, ସେ ଚାହିଁକି ବସିଥିବ ଯେ ପୁଣି କେବେ ମାଛ ଆସିବ ତ ଖାଇବି। କିନ୍ତୁ ଯଦି ତାକୁ ମାଛ ଧରେଇବା ଶିଖେଇ ଦେବେ, ତାହେଲେ ତାର ଯେବେ ଇଚ୍ଛା ହବ ସେବେ ସେ ଖାଇପାରିବ। ତ ସେଥିପାଇଁ ଆମେ ଶିଖିବା ନିହାତି ଜରୁରୀ। ଆଉ ତା ଭିତରେ ଇନଗ୍ରିଡ଼ିଏଣ୍ଟସ୍ କ'ଣ ଅଛି, ଲୋକଙ୍କ ଆଗରେ କ'ଣ ଆମେ ପ୍ରେଜେଣ୍ଟ କରିପାରିବା, ଆମ ଭିତରେ କ'ଣ ସେଇ କ୍ୱାଲିଟି ଅଛି, ଶିଖିବା ନିହାତି ଜରୁରୀ। ଇଏ ବି ଗୋଟେ ଅବସର ଆମ ପାଇଁ, ଆମ ଜୀବନର ଉନ୍ନତି କରିବା ପାଇଁ। ଇଏ ବି ଗୋଟେ ଅବସର। ବହୁତ ସାରା ସାଥୀ କହୁଛନ୍ତି ମୁଁ କହୁଛି ହଉନି, କିନ୍ତୁ ହଉନି ମାନେ ମିନ୍ସ ଯେ ସେ ଯୋଉ 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 ନଲେଜ, ଆଚ୍ଛା କାହାର ହଉଛି କାହାର ହଉନି, ତା ଭିତରେ ଫରକ ହଉଛି କ'ଣ ନା, ଯୋଉ ନଲେଜ ରହିବା ଦରକାର, କ'ଣ କହିଲେ ଆ ଭିତରେ କ'ଣ ଅଛି, କହିଲେ ତାର ମହତ୍ଵ ଜଣେ ବୁଝିପାରିବ। ତ ସେଇଟା ଶିଖିବା ନିହାତି ଜରୁରୀ। 27 ତାରିଖର ପ୍ରୋଗ୍ରାମ ଆମ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ଆଉ ମାତ୍ର 5 ଦିନ ଆମ ହାତରେ ସମୟ ରହିଲା। ଆଜିକୁ ମିଶାଇଲେ ଆଜି 24 ତାରିଖ। ଏ 5 ଦିନ ଭିତରେ ଆମେ ବହୁତ କିଛି କରିଦେଇ ପାରିବା, ଯାହା ଗତ 24 ଦିନ ଭିତରେ 23 ଦିନ ଭିତରେ ଆମେ କରିପାରନେ। ତ ଆଜି ସେଟାକୁ ଆମେ କରିକି ଆମେ ଦେଖେଇ ପାରିବା। କାରଣ ଇଏ ଗୋଟେ ଇତିହାସ ଯେତେବେଳେ ଲେଖା ହବ ଯେ ଫେବୃଆରୀ ମାସ ମାତ୍ର 28 ଦିନ, ମାନେ କ୍ଲୋଜିଂ ରୁ ଆହୁରି 2-3 ଦିନ କମ୍, ତ ସେଥିରେ ବି ମୁଁ ଗ୍ରୋଥ କରିକି ବି ଦେଖେଇ ଦେଇଛି। ତ ଏଇଟା ବି ଗୋଟେ ବହୁତ ବଡ଼ କାମ ଆମ ପାଇଁ। ତ ସେଥିଲାଗି ଭଗବାନ ତ ପ୍ରତ୍ୟେକ ସମୟରେ ଆମକୁ ପରୀକ୍ଷା ବି ନିଅନ୍ତି। ତ ଆମେ କରିକି ଦେଖେଇବା। ତ ଆମେ 5,000 PV କୁ ପରଚେଜ ଯୋଉ କରିବା, ତ ଆଜି ମ୍ୟାକ୍ସିମମ୍ ଆମେ 12ଟା 1 ଭିତରେ ଆମେ ତାକୁ ଶେଷ କରିବା। ଯୋଉମାନେ କି 1 ଭିତରେ କରିଥିବେ ଆଜି ସେଇମାନଙ୍କର ସେଲିବ୍ରେସନ ବି ହବ। ଆଉ ଯୋଉମାନେ ବହୁତ ସାରା ସାଥୀ ଯୋଉମାନେ କି କରିସାରିଛନ୍ତି ଅଲରେଡି, ତ ତାଙ୍କର ଯେତେବେଳେ ସେଲିବ୍ରେସନ ହଉଛି, ତ ସେମାନେ ବି ତାଙ୍କ ଟିମର ସମସ୍ତଙ୍କୁ ସାଥୀଙ୍କୁ ଇନଭାଇଟ୍ କରନ୍ତୁ, ତାକି ତାଙ୍କ ସେଲିବ୍ରେସନକୁ ଦେଖିକି ଅନ୍ୟମାନେ ଇନ୍ସପାୟାର ବି ହେବେ। ତା ସହିତ କରିବାର କେମିତି ଆମେ 5,000 PV କରିବା, ତ ସେଥିପାଇଁ ବି ତାଙ୍କର ଉଦ୍ଦେଶ୍ୟ ବି କ୍ଲିୟର ହେଇଯିବ ଯେ କ'ଣ ପାଇଁ ଆମେ 5,000 PV କରିବା ଆଉ ତାକୁ କେମିତି କରିବା। ଉଦ୍ଦେଶ୍ୟ ଯଦି କ୍ଲିୟର ହେଇଗଲା, ହ୍ୱାଇ ଯଦି କାରଣ ଯଦି କ୍ଲିୟର ହେଇଗଲା, ତାହେଲେ ଆମେ ବହୁତ କିଛି ଆମେ କରିଦେଇ ପାରିବା। ତ ସେଥିଲାଗି ସାର୍ ଆଜି ଯୋଉ ଉଦ୍ଦେଶ୍ୟ ଉପରେ କହିଲେ, ତ ସେମାନେ ସମର୍ପିତ ହେଇକି ସେ ଉଦ୍ଦେଶ୍ୟ ଉପରେ ଆମେ କାମ କଲେ ହିଁ ଆମେ ଏ ଦୁନିଆରେ ନୂଆ ଭାରତ ନିର୍ମାଣରେ ଜଣେ ଜଣେ ସିପାହୀ, ବହୁତ ଭଲ ସିପାହୀ ଆମେ ହେଇପାରିବା। ତ ସେଥିଲାଗି ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ପୁଣି ଥରେ ଅନୁରୋଧ ଯେ ଏଇ ଯୋଉ ଉଦ୍ଦେଶ୍ୟକୁ ବହୁତ ବଡ଼ ରଖିବା ନିହାତି ଜରୁରୀ। ତ ଆଜି ଗୁରୁକୁଳରେ ଆମେ କ'ଣ କ'ଣ ଶିଖିଲେ, ତ ଆମେ ତା ଉପରେ ଆଲୋଚନା ଆମେ କରିବା। ତ ସବୁଠୁ ପ୍ରଥମେ ଆମେ ଭିଡ଼ିଓ ମୋଡରେ ଅଛନ୍ତି ସାହୁ ଭାଇ। ସମସ୍ତଙ୍କୁ ନମସ୍କାର। ଆଜି ତ ଗେସେସ୍ ଫର୍ମୁଲା ଉପରେ ବହୁତ ଗୁରୁତ୍ୱ ଦିଆଗଲା। ଆଉ ଗେସେସ୍ କୁ ଫର୍ମୁଲାକୁ ଯିଏ ଆପଣେଇବା, ତା ସହିତ ସିଡ୍ସ ଫର୍ମୁଲାକୁ ଯିଏ ଆପଣେଇବ, ତାହେଲେ ବହୁତ ବଡ଼ ସକ୍ସେସ୍ ହେଇଯାଇପାରିବା। ଆମେ ଉଦ୍ୟମ ଜାରି ରଖିଛେ। ଆଉ ସମସ୍ତେ ବି ଆମ ଟିମ୍ର ଲୋକଙ୍କୁ ସମସ୍ତଙ୍କୁ ଯେଉଁମାନେ ଦେଖି ନାହାନ୍ତି ସେମାନଙ୍କ ଭିଡ଼ିଓ ପଠେଇବା। ତା ସହିତ ଆମେ ସମସ୍ତେ ଉଦ୍ୟମ କରିବା। ମାତ୍ର ଆଉ 5 ଦିନ ସମୟ ରହିଲା। 24 ତାରିଖ ଆଜି ହେଇଗଲା। ଆଉ ମାତ୍ର 5 ଦିନ ଭିତରେ ସମସ୍ତେ ଡାଇମଣ୍ଡ କ୍ଲବ କରିବା ଦରକାର। କାରଣ LDB ମୁଣ୍ଡ ଉପରେ ଅଛି। ଆମ ପାଇଁ ଗୋଟେ ବହୁତ ବଢିଆ ସୁଯୋଗ। ତା ସହିତ 27 ତାରିଖ ବି ବହୁତ ଲୋକଙ୍କୁ ଇନଭାଇଟ୍ କରିବା ମା ବନଦୁର୍ଗା ଅଣ୍ଡରୱାର୍ଲ୍ଡକୁ, ଯାହାଫଳରେ କି ସେଠି ବି ଆମେ ଶିଖିପାରିବା କିଶୋର ଉପରେ। ତେଣୁ ଆଜି ଯାହା ଶୁଣିଛେ, ଯୋଉମାନେ ନ ଶୁଣିଛନ୍ତି ସେମାନେ ଟିମ୍କୁ ଇନଫର୍ମ କରନ୍ତୁ। ଆଜି ବହୁତ ଆଧ୍ୟାତ୍ମିକ ଚିନ୍ତାଧାରାରେ ହେଇଛି ଯେ ଆମେ କେମିତି ଗ୍ରୋଥ କରିବା ତା ବିଷୟରେ। କବଟୁ ଶତପଥୀ ବାବୁ। ବହୁତ ବଢିଆ କଥା। ତ ଆଜି ରାତି ସନ୍ଧ୍ୟା 7ଟା 20ରେ ଆମେ ଟିକେ ଜୋରଦାର ପ୍ରମୋସନ କଲେ ଆମ ମ୍ୟାକ୍ସିମମ୍ ସାଥୀ ଆଜି ବସିପାରିବେ। ଆଉ ତା ସହିତ ଆଜ୍ଞା 5,000 PV ବି ପରଚେଜ କରିବା ନିହାତି ଜରୁରୀ।
କଲେ ହିଁ ଆମେ ଏଲଡିପି ରେ ଯାଇପାରିବା। 1,000 ଟଙ୍କାର କିଣିବା ଦ୍ୱାରା ହିଁ ଆମେ ସେ ଯୋଉ କିଶୋର ସ୍ପେଶାଲ ଟ୍ରେନିଂ କୁ ବି ଆମେ ଯାଇପାରିବା। ତ ସେଥିଲାଗି ତା ଉପରେ ଜୋର ଦେବା ବି ନିହାତି ଜରୁରୀ। ତ ଲକ୍ଷ୍ୟ କ୍ଲିୟର କରିକି କାମ କରିବା ଦ୍ୱାରା ହିଁ ଆମେ ସଫଳ ହେଇପାରିବା। ଆତ୍ୟପା। ଜୟ ଆସିଏମ୍, ରେସ୍ପେକ୍ଟେଡ୍ ଚାନ୍ଦ ସାର୍, ଶତପଥୀ ସାର୍, ମୋର ଫ୍ୟାମିଲି ମେମ୍ବରକୁ ସୁପ୍ରଭାତ। ଆଜି ଗୁରୁଜୀ ଯୋଉ କହିଲେ ଯାହା ଜୀବନରେ ଲକ୍ଷ୍ୟ ନାହିଁ, ଲକ୍ଷ୍ୟ ନିହାତି ରହିବା ଦରକାର, ଆମ୍ବିସନ ନିହାତି ରହିବା ଦରକାର, ଆଉ ଲକ୍ଷ୍ୟକୁ ଫୁଲଫିଲ୍ କରିବା ବି ଦରକାର। ଯାହା ଜୀବନରେ କଣ ଗୋଟେ ଏମ୍ ରଖିଥବ, ସେ ଏମ୍ ଟାକୁ ଫୁଲଫିଲ୍ ନ କରିବାଟା ବହୁତ ଇଏ ଲାଗେ। ତାପରେ ମେନ୍ କଥା ହେଲା ଜଣେ ଗୋଟେ ଲୋକ ମାନେ ସେ ଯୋଉ ଆଜି କହିଲେ 2 ଜଣ ଯାକ ମାଠିଆ ଗଢୁଛନ୍ତି, ଜଣଙ୍କର ମାନେ କନଷ୍ଟ୍ରେସନ ପୁରା ରହିଛି ଯେ ମୁଁ ମାଠିଆଟାକୁ କେମିତି ଭଲ ଭାବେ ଗଢିବି, ତାର ମନ ଦେଇ କରୁଛି। ଆଉ ଜଣେ ତା ମନ ଭଟକି ଯାଉଛି କାହିଁକି, ଯେ କହୁଛି କାହିଁକି ମୁଁ ଏ କାମ କଲି। କିନ୍ତୁ ଦେଖ, ସିଏ ଭାବୁଛି ଏଇଟା ଈଶ୍ୱରଙ୍କ ମୋ ପ୍ରତି ଆଶୀର୍ବାଦ, ମୁଁ ଏଇ କାମ କରିବା ପାଇଁ ଆସିଛି। ଯିଏ ଯୋଉ କାମ କରିବାକୁ ଆସିଛି ତା ଜୀବନ ଲକ୍ଷ୍ୟ ପୂରଣ କରିବାକୁ ସେ ପୁରା ମନ ଦେଇ କରୁଛି। ସେମିତି ଯଦି ଆମ୍ବିସନ ଜୀବନରେ ରଖିବନି, ଜଣେ କହିଲା ମୋର ସାଇକେଲଟି ଅଛି, ତାର କଣ ଲୁନା ଅଛି, ମୁଁ ଯାଉଛି ଗୋଟେ ଲୁନା କିଣନ୍ତି କି ଭଗବାନ ମତେ ପଇସା ଦିଅନ୍ତି, ମୁଁ ଗୋଟେ ଲୁନା କିଣନ୍ତି। ସେଠୁ ସେ ମନ ଦେଇ ପୁଣି ତାର କେମିତି ପଇସା ସଞ୍ଚୟ କରିବ, କେମିତି ପରିଶ୍ରମ କରିବି, କୋଉ କାମ କରିକି ମୁଁ ଲୁନା ଗୋଟା ହେଇଗଲା। ଲୁନା ହେଲା ପରେ ପୁଣି ମନ କଲା ମୋ ସ୍କୁଟରଟିଏ ହୁଅନ୍ତା, ବାଇକଟିଏ, ମୁଁ ବାଇକ ଚଲାନ୍ତି, ଆଉ ତା ଦେହରେ ମୋ ସିଟ୍ ପିଲା ସମସ୍ତଙ୍କୁ ବସିକି ଯାଇପାରନ୍ତି। ତାକୁ ବି ଆମ୍ବିସନ ତାର ପୂରଣ କଲା। ଯଦି ଜୀବନରେ ଏମିତି ମୋର କାର ହୁଅନ୍ତା କି, 4 ଚକିଆ ଥିଲେ ମୁଁ ଟିକେ ଆରାମରେ ବସିକି ଯାଆନ୍ତି। କିନ୍ତୁ ଏଇଟା କିଛି ଭୁଲ ନୁହଁ, ତାର ଆମ୍ବିସନ ରଖିଛି ସିଏ ମୁଁ ଉପରକୁ କେମିତି ଉଠିବି। ତେଣୁ ଆମେ ଧର ଗୋଟେ ଲକ୍ଷ୍ୟ ଆମର କଣ, ଆମେ ଗୋଟେ ପିନ୍ ଆଚିଭ କଲୁ, ଧର ମୋର ବିଗ୍ନର ପିନ୍ ହେଲା, ମୁଁ ଚାହିଁବି ବିଗ୍ନର ପିନ୍ ପାଇକି ମୁଁ ସନ୍ତୁଷ୍ଟ ହେଇ ବସିଯିବିନି। ମୋର ଲକ୍ଷ୍ୟ ରଖିବି ମୁଁ କେମିତି ଆର ମାସକୁ ଗ୍ରୋଥ କରିବି, ମୁଁ ଷ୍ଟାର୍ଟର ପିନ୍ ଆଚିଭ କରିବି, ମୁଁ ମୋର ଟିମର ସମସ୍ତଙ୍କୁ କେମିତି ମାନେ ଗୋଟେ ଗୋଟେ ପିନ୍ ଆଚିଭ କରିବାକୁ, ଗ୍ରୋଥ କରିବାକୁ, ଭାଇଟାଲ ପିନ୍ କେମିତି କ୍ରିଏଟ ହବ, ମୁଁ ସେଇଟାକୁ ମନ ଦେଇ କରିବି। କିନ୍ତୁ ଲକ୍ଷ୍ୟ ଯଦି ନ ରହିବ ତାହେଲେ କିଛି କରିପାରିବି ନାହିଁ। ଏଇଟା ହେଲା କଥା। ଗୁରୁଜୀ ବହୁତ ବଢିଆ କଥା ଆଜି କହିଲେ, ମୁଁ ବି ହ୍ୟାଣ୍ଡ ରେଜ୍ କରିଥିଲି, ମତେ ସୁଯୋଗ ମିଳିଲାନି, ତାପରେ ମୁଁ ଭିଡିଓ ବନ୍ଦ କରିକି ପଳେଇଲି। ହଁ, ବହୁତ ବଢିଆ। ଆହୁରି କହିବାକୁ ଚାହୁଁଛି, ମିନତୀ ମ୍ୟାଡାମ ଆଉ ପ୍ରଗତି ମ୍ୟାଡାମ 2 ଜଣ ଯାକ ମା ଝିଅ 5,000 ବିବି କରିଛନ୍ତି କାଲି। ଆଉ ତା ଛଡା କି ଶୋଲ ସେ 1,000 ଟଙ୍କା କଣ, ତାଙ୍କର ପିଭି ବହୁତ ଅଧିକା ହେଇଛି। ମୁଁ ବି ସେଇଟା ପଠେଇଦେବି ଆଜି ସତ୍ପତିଙ୍କ ପାଖକୁ, ଅମିତ କି ବି ପଠେଇଦେବି, ଯୋଉମାନେ କି ଆମର କି ଶୋଲ ଏଇ ଯୋଉ ଫେସିଆଲ ପାଇଁକା ସେମାନେ ଇଏ କରିଛନ୍ତି, ବା ରେଡି ହେଇକି ଅଛନ୍ତି। ଆଜି ମୋ ଟିମ, ଏପଟ ଟିମର ବୀଣା ମିଶ୍ରଙ୍କ ଟିମର ଆଜି 2 ଜଣ ଯିବେ କରିବାକୁ ତାଙ୍କ ବହୁତ ଟିମ। ବଢିଆ, ବହୁତ ବଢିଆ, ବହୁତ ବଢିଆ। ଆପଣଙ୍କ ପୁରା ଟିମକୁ ଆପଣ ବହୁତ ଭଲ ମୁଁ ଭଲ କୋପରେସନ ଭାବୁଛି। କୋପରେସନ କରୁଛନ୍ତି। ଆପଣଙ୍କ ଉଦ୍ଦେଶ୍ୟ ବି ବହୁତ ବଡ ଅଛି, ଆଉ ଯାହା ଯାହା ବି କରୁଛନ୍ତି ପରମାତ୍ମା ସବୁ କିଛିକୁ ଦେଖୁଛନ୍ତି, ଆଉ ତାର ବି ରିୱାର୍ଡ ବି ସେ ହିଁ ଦେବେ। ବହୁତ ଆପଣ ଟିମକୁ ବହୁତ ଆମେ ଚାର୍ଜ କର୍ମ କରିକି ରଖି। କରିବା, କର୍ମ କରିବା, କର୍ମର କର୍ମ ନ କଲେ ଫଳ କେମିତି ପାଇବ ତମେ, ଯଦି କର୍ମ ନ କରିବା ଫଳ କେମିତି ପାଇବା। ତେଣୁ କର୍ମ କରିବାକୁ ହବ, ସମସ୍ତଙ୍କୁ ଫଲୋ କରିବାକୁ ହବ। ଲାଷ୍ଟ ମୋମେଣ୍ଟରେ ଇଏ ହଉଛନ୍ତି, ମୁଁ ଆରମ୍ଭରୁ କହୁଛି, ସମସ୍ତେ ଆରମ୍ଭରୁ ଲାଗନ୍ତୁ, ଆରମ୍ଭରୁ ମିଟିଂ କରନ୍ତୁ, ଆରମ୍ଭରୁ ହେଲ୍ଥ କ୍ୟାମ୍ପ କରନ୍ତୁ, ସବୁବେଳେ କହି କହି ଆସୁଛି। ଟିସି ସାର୍ କହିଲା ଆଜ୍ଞା ତମେ ଥରେ ଗୋଟେ ପିନ୍ ପାଇଗଲେ ଖୁସି ହେଇ ବସିଯାଆ ନା, ଆଗକୁ କେମିତି ବଢିବ ସେ ଚିନ୍ତାଟି କର। ବହୁତ ବଢିଆ, ବହୁତ ବଢିଆ ଚିନ୍ତାଧାରା ଆପଣଙ୍କର। ପୁରା ଟିମ୍ ସହିତ ଲାଗିକି ତାଙ୍କୁ ଫଲୋଅପ୍ କରିକି ଆଗକୁ ବଢେଇବା, ଏଇଟା ହଉଛି ଗୋଟେ ବହୁତ ବଡ କାମ। ତ ତାକୁ କରିବା ଆଉ କରେଇବା ସେଇଟା ବି ନିହାତି ଜରୁରୀ। ତ ଆମେ ନିଜେ କରିଦେଲେ ବଡ କଥା ନୁହେଁ, ଆମେ କରେଇବା ବି ନିହାତି ଜରୁରୀ, କାରଣ ତା ଦ୍ୱାରା ହିଁ ଆମେ ସମ୍ପୂର୍ଣ୍ଣ ଭାରତବର୍ଷରେ ଆମେ ଗୋଟେ କ୍ରାନ୍ତି ସୃଷ୍ଟି କରିଦେଇ ପାରିବା। ଓକେ, ବହୁତ ବଢିଆ କଥା। ଗଗନ ବାବୁ।
ଆଜ୍ଞା ଜୟ କୁହନ୍ତୁ। ଆଶ୍ରମ ନମସ୍କାର। ଆଜିର ଯୋଉ ବିଷୟ ଥିଲା ଆମର ଲକ୍ଷ୍ୟ ତ ଆମର ଅଛି, କିନ୍ତୁ ସମୟ ଆମ ପାଖରେ ଅଭାବ ରହୁଛି, ସେଥିପାଇଁ ମୁଁ ଆଗେଇ ପାରୁନି। ତ ଆଜି ବି ବେଶୀ ନାହିଁ 2 ଜଣଙ୍କ ସାଙ୍ଗରେ ଯୋଗାଯୋଗ କରିଥିଲି, ସେମାନେ 9ଟା ବେଳକୁ ଆସି ଆମେ ଆମ ସାଙ୍ଗ ଘରକୁ ଯିବୁ ବୋଲିକି, ସାର୍ ତ ଫୋନ ଉଠେଇଲେନି। ତଥାପି ମିଟିଂ ସରିଲା ପରେ ମୁଁ ସାଙ୍ଗ ସାଙ୍ଗେ ଯୋଗାଯୋଗ କରି 2 ଜଣଙ୍କୁ ନେଇକି ଯିବି। ଆଉ ସମୟ ତ ମତେ ସାଥ ଦଉନି, ବହୁତ ଅସୁବିଧା ଭିତରେ ମୁଁ ଗତି କରୁଛି। ମୋବାଇଲ ଭିଡିଓ ବି ଅନ୍ କରିପାରୁନି, ବର୍ତ୍ତମାନ ମୁଁ ଗାଡିରେ ଅଛି। ହୁଁ ନାଇଁ ଆକ୍ଚୁଆଲି ଗଗନ ବାବୁ ସେଇଟା ଠିକ ନୁହେଁ। ସବୁ ପରିସ୍ଥିତିରେ ହିଁ ଆମକୁ ସଫଳତା ପାଇବା ପାଇଁ ଆରସିଏମ ଆମକୁ ଶିଖଉଛି। ଆଉ କୌଣସି ବି ପରିସ୍ଥିତି ଇଏ ଇଏ ପ୍ରକାରର ପରିସ୍ଥିତିରେ ଆମେ କେମିତି ସକ୍ସେସ୍ ହେଇପାରିବା, ତ ତାର ଯଦି ଆମେ କିଛି ଅ, ଆବିଷ୍କାର କରିବା, ତାହେଲେ ଇଏ ଆଗାମୀ ପିଢି ଆମଠୁ ହିଁ ଶିଖିବେ। ସେମାନେ ସେଟା ପରିସ୍ଥିତି ସମସ୍ତଙ୍କ ପାଇଁ କିଛି ଅଛି, ସମସ୍ତେ କିଛି ନା କିଛି କାମ କରୁଛନ୍ତି, କିନ୍ତୁ ତା ଭିତରେ ବି ସଫଳତା ପାଉଛନ୍ତି। ତ ଆମେ ବି ଚେଷ୍ଟା କରିବା ସବୁବେଳେ ମାଇଣ୍ଡରେ ଗୋଟିଏ ଦିଟା ଜିନିଷ, ଗୋଟେ ମାଇଣ୍ଡ ଆମକୁ କହିବ ଯେ ମୋ ପାଖରେ ସମୟ ନାହିଁ, ମୁଁ କଣ କରିବି, ଇଏ ଗୋଟେ ମାଇଣ୍ଡ। ଆଉ ଗୋଟେ ମାଇଣ୍ଡ କହିବ ଯେ ଠିକ ଅଛି, ଏ କାମ ଭିତରେ ମୁଁ ତାକୁ କେମିତି କରିଦେବି। ତ ସିଏ ବି ଆଉ ଗୋଟେ ମାଇଣ୍ଡ। ତ ଯଦି ଆମେ ଚିନ୍ତା କରିବା ଯେ ଇଏ କାମ ଭିତରେ ଠିକ ଅଛି, ମୁଁ ୟା ଭିତରେ ଏଇଟା କରିଦେବି, ୟା ଭିତରେ ଏଇଟା କରିଦେବି, ଏଟା ହଉଛି ଏଟା ହଉଛି, ଧୀରେ ଧୀରେ ପରିସ୍ଥିତି ଆମର ଅନୁକୂଳ ବି ହେଇଯିବ। ଆଉ ଆମେ ଯୋଉ ମକସଦ, ଆମେ ତ କାହାର କ୍ଷତି କରୁନେ, ଆମେ ଯୋଉ ମକସଦ ନେଇକି ଆମେ ଆଗକୁ ବଢୁଛେ, ସେ ମକସଦ ଆମେ ପୂରଣ ହେଇଯିବ। ତ ଚିନ୍ତା କରନ୍ତୁ, ହେଇଯିବ, ବହୁତ ସାରା କାର୍ଯ୍ୟ ହେଇଯାଇ ପାରୁଛି। ତ ତାର କଣ କେମିତି ରୋଡ ମ୍ୟାପ ହବ, ନିଜେ ତାକୁ କଲେ ହିଁ ଆମେ ତାର ସମାଧାନ ଆମେ ପାଇଯାଇ ପାରିବା। ଆଉ ସବୁବେଳେ ଜୀବନରେ ବା ଆମେ ଏକ୍ସାଇଟମେଣ୍ଟ ରହିବା ନିହାତି ଜରୁରୀ। କେବେ ମନ ଦୁଃଖ କରିବାନି, ମନ କଷ୍ଟ କରିବାନି। ମନ ଭିତରେ ଏକ୍ସାଇଟମେଣ୍ଟ ଅଛି, ତ ସାମ୍ନା ବାଲା ଲୋକ ହିଁ ତାକୁ ସେଇ ଏକ୍ସାଇଟମେଣ୍ଟକୁ ଦେଖିକି ସେ ଆଗକୁ ବଢିପାରିବ। ତ ତାର ଆଗ୍ରହ ସୃଷ୍ଟି ହବ କେମିତି? ଧରି ନିଅନ୍ତୁ ଆପଣ ଏଇ ଯୋଉ ସପୋଜ ଆପଣଙ୍କୁ ରସଗୋଲା ଖାଇବାକୁ ଭଲ ଲାଗୁଛି, ତ ରସଗୋଲାଟା ଖାଇଲେ ଆପଣଙ୍କୁ ଭଲ ଲାଗୁଛି, ତ ପାଟିରେ କହି ବି ପାରୁନାହାନ୍ତି, କିନ୍ତୁ ଆକ୍ସନ ଦ୍ୱାରା ହିଁ ଆପଣଙ୍କର କାମ ହେଇଯିବ। ବହୁତ ସାରା କାର୍ଯ୍ୟ ହେଇଯାଇ ପାରିବ, କିନ୍ତୁ କରିବାର ଉପାୟ ଖୋଜିବା ନିହାତି ଦରକାର। ଯଦି ଉପାୟ ଖୋଜିବା, ତ ତାହେଲେ ତାର ମା ଆ, ମାନେ ତାର ଇଏ ବି, ମାନେ ବେଳେ ବେଳେ କଣ ହୁଏ ଯେ ଯେତେବେଳେ ଆମର ମିଟିଂ ଡକା ହୁଏ, ଫିଜିକାଲ କି ଡିଜିଟାଲ ମିଟିଂ ଡକାଯାଏ, ତ ତ ମୁଁ ଏଟା ପୁରା ପବ୍ଲିକରେ କହିପାରେନି, ଏଥିପାଇଁ ଯେ ବହୁତ ସାରା ଲୋକ ସେଟାକୁ ଆକ୍ସେପ୍ଟ କରନ୍ତିନି। କିନ୍ତୁ ଆଜି ଆପଣମାନେ ଅଛନ୍ତି, ମୁଁ ସେଇଟା କହୁଛି ଅ, କି ବହୁତ ସାରା ସମୟରେ ଯେତେବେଳେ ଇନଭାଇଟ୍ କରାଯାଏ, ବହୁତ ସାରା ସାଥୀ ଏମିତି ଥାନ୍ତି କଣ ପାଇଁ ନ ଆସିପାରିବେ, ତାର ଗୋଟେ ଲିଷ୍ଟ ତିଆରି କରନ୍ତି ଯେ ମୁଁ ଏଥିପାଇଁ ଆସିବିନି, ଏଥିପାଇଁ ଆସିବିନି, ଏଥିପାଇଁ ଆସିବିନି। କିନ୍ତୁ ବହୁତ ସାରା ସାଥୀ ଏମିତି ଥାନ୍ତି ଯେ ସେମାନେ କଣ ପାଇଁ ଆସିବେ ଆଉ କଣ ପାଇଁ ତାଙ୍କ ଟିମକୁ ଆଣିବେ, ତାର ବି ଲିଷ୍ଟ କରନ୍ତି। ଆଚ୍ଛା, ପରମାତ୍ମା ଉପରେ ବସିଛନ୍ତି, ତାଙ୍କର ହାତ ତ ସବୁବେଳେ ତଥାସ୍ତୁ ଭଳି ରହିଥାଏ। ତ ଯିଏ ଯିଏ ଚାହିଁଲା ଯିଏ ଚାହିଁଲା ଯେ ମୁଁ କଣ ପାଇଁ ଆସିବିନି, ତାର ଯେ ରିଜିନ ଖୋଜିଲା, ତ ତାକୁ ସେଇ ପ୍ରକାରର ତଥାସ୍ତୁ ମିଳିଲା। ଆଉ ଯିଏ ଯିଏ ଚାହିଁଲା ଯେ କଣ କଣ ମାନେ ଆସିଲେ କଣ କଣ ତାର ବେନିଫିଟ ହବ, ତା ଟିମକୁ ଆଣିଲେ କଣ କଣ ବେନିଫିଟ ହବ, ସିଏ ଯୋଉଟା ଯିଏ ଚିନ୍ତା କଲା, ତାକୁ ବି ତଥାସ୍ତୁ ମିଳିବ। ତ ସମସ୍ତଙ୍କ ପାଇଁ ପରମାତ୍ମା ଆମକୁ ତଥାସ୍ତୁ ଦେଇଥାନ୍ତି। ଆମେ ଯାହା ଚିନ୍ତା କରିବା ସେୟା ହିଁ ହେବ। ଆମେ ଚିନ୍ତା କରିବା ଯେ ଏଇ କାମ ଭିତରେ ମୁଁ ଆକୁ କେମିତି କରିଦେବି, ଏଇ କାମ ଭିତରେ ମୋ ଟିମରେ କେତେ ଲୋକଙ୍କୁ ପଜିଟିଭ କରିଦେବି, ଏଇ କାମ ମୁଁ କରିବା ଭିତରେ ମୋ ସାଙ୍ଗରେ କେତେ ଜଣଙ୍କୁ ମୁଁ ନେଇକି କାମ କରିପାରିବି, ସେମାନଙ୍କ ଭିତରେ କେମିତି ଉର୍ଜା ତିଆରି କରିବି, ସେମାନଙ୍କ ଭିତରେ କେମିତି ଗୋଟେ ଜୋସ୍ ତିଆରି କରିବି। ତ ଏଇଟା ଯଦି ତିଆରି କରିଦବା, ତାହେଲେ ଇଏ ବହୁତ ବଡ କାମ। ଆମ ଏଇ ଜୀବନରେ ଆମେ ବହୁତ କିଛି କରିଦେଇ ପାରିବା। ତ ଓକେ, ଥ୍ୟାଙ୍କ ୟୁ ସମସ୍ତେ। ତା ପାଇଁ ଆଗ୍ରହ ହେବା ନିହାତି ଜରୁରୀ। ମିତାଞ୍ଜଳି ମ୍ୟାଡ଼ାମ, ଆଜ୍ଞା ଅନମ୍ୟୁଟ କରନ୍ତୁ ଆଜ୍ଞା। ନମିତା ମ୍ୟାଡ଼ାମ ଆପଣ ଅନମ୍ୟୁଟ କରନ୍ତୁ। ସାର୍ ନମସ୍କାର, ଚାନ୍ସନ୍ କୁ ମୋର ନମସ୍କାର, ଜୟ ଆସିଆନ୍। ସାର୍ ଟିସି ସାର୍ ତ କହିଲେ ଆମ ଜୀବନର ଗୋଟେ ଲକ୍ଷ୍ୟ ଉଦ୍ଦେଶ୍ୟ ରହିବା ଦରକାର ନିହାତି।
ଆଉ ସବୁ କିଛି ମିଳିଛି କିନ୍ତୁ କିଛି ଆମେ କରିପାରୁନେ। ଆଉ ଇଏ ଉପରେ ଗ୍ୟାସେସ୍ ଉପରେ କଲେ 150 ଆଉ 25% କରିବା ଦରକାର। ମଙ୍ଗସତ ଦରକାର, ଜୀବନର ଗୋଟେ ମଙ୍ଗସତ ଦରକାର। ସତ୍ୟ ପଥ ଅନୁସରଣ କରିବା ପାଇଁ ଦରକାର। ସାର୍ ବହୁତ ଜିନିଷ ବି କହିଲେ, ଡିସିପ୍ଲିନ ଦରକାର, ପବିତ୍ର ମନରେ କରିବା ଦରକାର। ଆଉ ଏସବୁ ରହିଲେ ଆମେ ହଉଛି ସବୁ ଜିନିଷ କରିପାରିବା, ଆଗକୁ ଚାଲିପାରିବା। ସାର୍ ମୋର ତ ଜୀବନର ଲକ୍ଷ୍ୟ ଅଛି ସାର୍, ଚଲେଇଛି ମୋର ସେ ଯେତିକି କରିବା କଥା ମୋର ମାନେ କରିଚାଲିଛି। ଆମ ଟିମକୁ ବି ମୁଁ ଇଏ କରୁଛି ଯେ କେମିତି ସବୁ ଜିନିଷ କେମିତି ଡିସିପ୍ଲିନରେ ଚାଲିବ ବୋଲି ମୁଁ ତାଙ୍କୁ କହୁଛି ବି। ଆମ ଜିନିଷ ଆମର ଯେତିକି ମାସକୁ ଦରକାର, ସମସ୍ତେ ଯେତିକି ଅଛନ୍ତି, ଯେତିକି ଆମ ଭିତରେ ଅଛନ୍ତି, ତାଙ୍କ ପାଇଁ କେମିତି ଲାଗିଛି, କେମିତି ଆମର ଟିମଟା କେମିତି ବଢିବ ବୋଲି ସାର୍ ମୁଁ ଏତିକି କହୁଛି। ବହୁତ ଚାଲିଛି ବଢିଆ, ଆଉ। ବହୁତ ବଢିଆ, ଆଜ୍ଞା ବହୁତ ବଢିଆ ମ୍ୟାଡାମ। ଡେଡିକେଟେଡ୍ ତ ଆପଣଙ୍କଠୁ ହିଁ ଶିଖିବା ଦରକାର, କାରଣ ବହୁତ ଭଲ ଡେଡିକେସନ ଆପଣଙ୍କର ଥାଏ, ଆଉ ଯାହା କହନ୍ତି ତାହା କରିକି ଦେଖାନ୍ତି। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଆ, ଆଜ୍ଞା ସାର୍। ଆଜ୍ଞା, ପ୍ରବୀଣା ମ୍ୟାଡାମ। ଆଜ୍ଞା ମ୍ୟାଡାମ, ପ୍ରବୀଣା ମ୍ୟାଡାମ ଅନମ୍ୟୁଟ୍ କରନ୍ତୁ। ଆଜ୍ଞା ସାର୍ ନମସ୍କାର। ଚାନ୍ଦ ସାର୍ଙ୍କୁ ବି ନମସ୍କାର। ସାର୍, ଏମ୍ ତ ଜୀବନର ସବୁ କିଛି। ଏମ୍ ଯଦି ନାହିଁ ସେ କିଛି ହିଁ ଜୀବନରେ ଆଗକୁ କରିପାରିବନି। ଏମ୍ ତ ନିହାତି ରଖିବା ଦରକାର। ଯୋଉ ଥରେ ଥାଉ, ତମେ ଆଜି ଏ ସଂସ୍ଥାରେ ଯେ ଅଛ ବୋଲି ସିଏ ନୁହଁ, ଯିଏ ଯୋଉ ଜିନିଷଟାକୁ ରଖିକି ଏମ୍ ସେ କାମ କରୁଛି, ଏମ୍ ଟା ନିହାତି ରହିବା ଜରୁରୀ। ସେଇଟା ସାଙ୍ଗରେ ସାର୍ ଚାଲିଛି ଆଉ, ତା ପାଇଁ ଚେଷ୍ଟା ଚଲେଇଛୁ ଆଉ। ଦେଖାଯାଉ କଣ ହଉଛନ୍ତି ସାର୍। ବହୁତ ବଢିଆ, ବହୁତ ବଢିଆ। ଯାହା ଚାହିଁବେ ତାହା ହିଁ ହେଇଯିବ। ଆଉ ପରମାତ୍ମା ସମସ୍ତଙ୍କର ଆଶା ପୂରଣ ହେଲା, କରୁଛନ୍ତି, ଆପଣଙ୍କର ବି ଆଶା ପୂରଣ କରିଦେବେ। ହେଁ, ସିଏ ତ ସେ ତାଙ୍କ ଉପରେ ହିଁ ଆମର ସବୁବେଳେ ଇଏ ରହିଛି। ତାପରେ ସେ ଆପଣ ମାନେ ସବୁ ଅଛନ୍ତି ଆମର ଘର ଉପରେ ହେଡ୍, ଆମକୁ ସବୁ ବାଟ ବତେଇବେ, ଆମକୁ ସବୁ ଗାଇଡ କରିବେ। ଥ୍ୟାଙ୍କ ୟୁ ସାର୍। ବହୁତ ବଢିଆ, ବହୁତ ବଢିଆ। ଆଜିର ପ୍ରୋଗ୍ରାମକୁ ଆମେ ସନ୍ଧ୍ୟା 7:20 ର ପ୍ରୋଗ୍ରାମକୁ ବହୁତ ଶାନଦାର କରିବା। ବହୁତ ହଁ ସାରା ହଁ ସାଥୀଙ୍କୁ ଯିବା ଡାକିବା, ହଁ। ଯୋଉମାନେ ଆଜି ପର୍ଯ୍ୟନ୍ତ ବି ଆସିନାହାନ୍ତି, ଯୋଉମାନେ ନୂଆ ନୂଆ ଜଏନିଂ କରୁଛନ୍ତି, କିଏ ବି ଆମ ଟିମରେ ଜଏନ୍ ହୁଁ କରୁଛନ୍ତି, ଆମେ ତାଙ୍କୁ ବି ଫୋନ କରିବା। ଧରି ନିଅନ୍ତୁ ଜଣେ ଆମ ଟିମରେ ଜଏନ୍ କରିଛନ୍ତି, ଆମେ ତାଙ୍କୁ ଫୋନ କରିବା। ଫୋନ କରିକି ତାଙ୍କୁ କହିବା କି ଯାହା ହଉ ଆପଣ ଆମ ଟିମରେ ଜଏନ୍ କରିଛନ୍ତି, ତାଙ୍କୁ କଂଗ୍ରାଚୁଲେସନ କରିବା, ତାଙ୍କୁ ଏକ୍ସାଇଟମେଣ୍ଟ କରିବା। ତ ତାଙ୍କୁ ବି ଖୁସି ଲାଗିବ, ଯାହା ହଉ ମତେ ଇଏ ସଂସ୍ଥାରେ ମୁଁ ଆସିବା ଦ୍ୱାରା ମତେ ବି ବହୁତ ସାରା ଲୋକ ମତେ ଚିହ୍ନୁଛନ୍ତି, ମୁଁ ଆସିକି ମୋର ଜୀବନଟା ସାର୍ଥକ ହେଇଯାଇ ପାରିଲା। ତ ସେଥିଲାଗି ଆମ ଟିମରେ କିଏ ବି କାହାକୁ ଜଏନିଂ କରୁ, ଆପଣଙ୍କ ଡାଉନଲାଇନରେ କାହାକୁ କିଏ ଜଏନିଂ କରନ୍ତୁ, ହୁଁ କିମ୍ବା ଆପଣଙ୍କ ଅଫଲାଇନରେ କିଏ ଜଏନିଂ କରନ୍ତୁ, ତ ସମସ୍ତଙ୍କ ସହିତ ବହୁତ ଭଲ ସମ୍ପର୍କ ରଖିକି ତାଙ୍କୁ ମିଟିଂ ଉପରେ ଯଦି ଆମେ ଏକ୍ସାଇଟମେଣ୍ଟ କରିକି କାମ କରେଇପାରିବା, ତାହେଲେ ବହୁତ ବଡ ରେଜଲ୍ଟ ଆମର ହୁଁ। ଆସିଯାଇପାରିବ। ଆଉ ଆପଣ କରିକି ଦେଖେଇବେ, ଆଉ ଆପଣ ଇତିହାସ ହିଁ ରଚିବେ, ଏ ବିଶ୍ୱାସ ବି ମୋର ଅଛି। ଓକେ, ଥ୍ୟାଙ୍କ ୟୁ ମ୍ୟାମ୍। ଥ୍ୟାଙ୍କ ୟୁ ସାର୍। ଶୁଭେନ୍ଦୁ। ସାର୍ ନମସ୍କାର, ସାର୍ ଜୟ ଆସିମ୍। ସାର୍ ଟିକେ ଆଜି ଗୁରୁକୁଲ ସାର୍ ଦେଖିଲି, ଲାଷ୍ଟରେ ଦେଖିଲି ସାର୍ ତାଙ୍କ ଭିଉ ତ ସମସ୍ତେ ନେଲେ, ଆଉ ନୂଆ ଭାରତ ନିର୍ମାଣ କେମିତି ହବ ସେମିତି ସେ ସଂକଳ୍ପ ନେଲେ। ତାପରେ ନିଜକୁ ସାର୍ ନିଜେ ହେଲା ନିଜକୁ ପରିବର୍ତ୍ତନ କରିବା ଦରକାର। ଆଉ ନିଜକୁ ପରିବର୍ତ୍ତନ ହେଲେ ଆପଣ ଟିମରେ ପରିବର୍ତ୍ତନ, ନିଜକୁ ଆଗ ଶିକ୍ଷା ଦରକାର, ଆଉ ସବୁବେଳେ ଅପଡେଟ ରହିବା ଦରକାର। ଆଉ ସାର୍ ମୁଁ ବି ସଂକଳ୍ପ ନେଇଛି ସାର୍, ଆମର ନୂଆ ଭାରତ ନିର୍ମାଣରେ ମୁଁ ସହଯୋଗ କରିବି, ଆମ ଟିମରେ ସେଟାକୁ ମୁଁ ପୁରା ୟୁଟିଲାଇଜ କରିବି। ଥ୍ୟାଙ୍କ ୟୁ ସାର୍। ବହୁତ ବଢିଆ, ବହୁତ ବଢିଆ। ଯୋଉ ସାଥୀମାନେ ଅଲରେଡି 5,000 ପିଭି କରିନାହାନ୍ତି, ତ ସେମାନଙ୍କୁ ବି ଇନ୍ସପାୟାର କରିବା ଦରକାର, କାରଣ ଆଜି ଗୋଟେ ଭିତରେ ଯଦି ସେମାନେ 5,000 ପିଭି କରିଦିଅନ୍ତି, ତାଙ୍କର ଆଜି ସେଲିବ୍ରେସନ ବି ଆମେ କରିବା। ଆଉ 7:20ରେ ଯୋଉ ପ୍ରୋଗ୍ରାମ, ଆଉ ଯୋଉମାନେ ନ କରିଛନ୍ତି ବି ତାଙ୍କୁ ଇନଭାଇଟ କରିବା ନିହାତି ଜରୁରୀ, ତାକି ତାଙ୍କ ମନ ଭିତରେ ବି ଗୋଟେ ଉର୍ଜା ଆସିଯିବ, ଗୋଟେ ଆଗ୍ରହ ସୃଷ୍ଟି ହେଇଯିବ। ତ ଆଉ ମାତ୍ର 4 ଦିନ ସମୟ ରହିଲା ଆମ ହାତରେ। ଏ 4 ଦିନ ଭିତରେ ଆମେ ସେଭଳି କାମ କରିବା ଯେକି ପୁରା ଆଗାମୀ ପିଢି ଦେଖି ବି ପାରିବ ଯେ ଏ ପ୍ରକାରର ପରିସ୍ଥିତି ଭଲ ତ ହବା ସ୍ୱାଭାବିକ। ଭଲରେ କେହି ଜଣେ କରିଦବା ସେଇଟା ତ ବଡ କଥା ନୁହେଁ। ବଡ କଥା ଯେତେବେଳେ ବିପରୀତ ପରିସ୍ଥିତି ଥିବ, ତ ସେତେବେଳେ ଯୋଉ ଲୋକ ସେ ସଫଳତା ପାଇବ, ତ ସେଇଟା ତାକୁ ହିଁ ଇଏ ଦୁନିଆ ସାବାସି ଦବ, ସେ ତାକୁ ହିଁ ଏ ଦୁନିଆ
କଣ ବହୁତ ଭଲ ପୁରସ୍କାର ଦବ। ତ ଇଏ ପୁରସ୍କାରକୁ ପାଇବା ପାଇଁ ତ ଇଏ 28 ଦିନ ଆମେ ବି ଲୋକଙ୍କୁ କହିପାରିବା, ଫେବୃଆରୀ ମାସ 28 ଦିନ ସମୟ ମାତ୍ର। ମାନେ ଯେମିତି ନର୍ମାଲ ଟାଇମରୁ ଆହୁରି, କାରଣ ମାସର ଆରମ୍ଭରୁ 2 ଦିନ ମିସ୍ ହେଇଗଲେ ଚଳୁଛି, କିନ୍ତୁ ମାସର ଶେଷରେ ଯୋଉ 2 ଦିନ 3 ଦିନ ସେଇଟା ଆମ ପାଇଁ ବହୁତ ବଡ଼ ଇମ୍ପୋର୍ଟାଣ୍ଟ। କାହିଁକି ନା ସେ ସମୟରେ ସମସ୍ତଙ୍କ ଟିମ୍ର ଟର୍ଣ୍ଣଓଭରକୁ ଦେଖିଥାନ୍ତି, ଆଉ ଟିମ୍ର ଟର୍ଣ୍ଣଓଭରକୁ ଦେଖିକି ନିଜର ଟାର୍ଗେଟକୁ ପ୍ଲାନିଂ କରିଥାନ୍ତି। ତ ଆପଣ ଦେଖିବେ ମାସର ଦିନେ 2 ଦିନ ଥିବ, କିମ୍ବା ସେ ଯୋଉ ଲାଷ୍ଟ ଦିନଟା ଆପଣଙ୍କର ଟର୍ଣ୍ଣଓଭର ବହୁତ କିଛି ବଢି ଯାଇଥିବ। ତ ଇଏ ବି ଆଜ୍ଞା ଅ, ସାର୍। ଏଥିପାଇଁ ଆଜିର ଯୋଉ ସନ୍ଧ୍ୟା 7ଟା 20ର ପ୍ରୋଗ୍ରାମଟା ବହୁତ ଇମ୍ପୋର୍ଟାଣ୍ଟ ପ୍ରୋଗ୍ରାମ। ତ ସେଥିପାଇଁ ଆପଣମାନେ ସମସ୍ତେ ଆକବର ହବା ବି ନିହାତି ଜରୁରୀ, କାରଣ ସେଥିପାଇଁ ବହୁତ ସାରା ତିଆରି ବି କରାଯାଉଛି, ଟାଇମ ବି ଇନଭେଷ୍ଟମେଣ୍ଟ କରାହଉଛି, ଆମେ କରିପାରିବା। ତ ଏ ଭିତରେ ଆମେ ପ୍ରମୋଦ ଭାଇଙ୍କଠୁ ଶୁଣିବା। ଭାଇ, ଆପଣଙ୍କର କଣ ଆଜିର ଟାର୍ଗେଟ? ଅନମ୍ୟୁଟ କରନ୍ତୁ ଆଜ୍ଞା। ହଁ, କୁହନ୍ତୁ। ଆପଣ ତ ଠିକ ରଖିଦେଲେ ମୋବାଇଲକୁ, ପୁଣି କାହିଁକି ଏମିତି କରିଦେଲେ? ଆପଣ ଯେମିତି ରଖିଥିଲେ ଧନ୍ୟବାଦ। ସେମିତି, ଆପଣ ମୋବାଇଲ ଯେମିତି ଥିଲା ସେମିତି ରଖିଦିଅନ୍ତୁ। ଯେମିତି ଥିଲା ଠିକ ଅଛି, ଭଲ ତ ଅଛି। ହଁ, ବଢିଆ ହଁ, ଲାଗୁଛି। ଜୟ ଜଗନ୍ନାଥ ସାର୍, ଜୟ 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 ଜଗନ୍ନାଥ, ଜଗନ୍ନାଥ, ଜୟ ଜୟ ଜଗନ୍ନାଥ। ତେଣୁ ଆଜ୍ଞା। ଜୟ ଜଗନ୍ନାଥ। ହଁ ସାର୍, ମୁଁ ଆଜି ପାଞ୍ଚ ଜୟ ବିବି ଆଜି ଜଗନ୍ନାଥ। ଚେଷ୍ଟା କରିଛି, 5,000 ବିବି ଚେଷ୍ଟା କରିଛି ଆଜି ବିବି ପୁରା କରିବାକୁ। ଆଉ ଆଉ ଲୋକଙ୍କୁ ତ ଏଇ 300 ବିବି ଦି ମାତ୍ର ଜଣଙ୍କୁ ଅଛି। ହଁ, 2-3 ଜଣଙ୍କୁ ଜଏନ କରିବାର ଅଛି। ଜଏନ ଚାଲିଛି। ମେନ୍ ମେନ୍ କି ଆମର ବିବି ପଛରେ ପଡିବା ନାହିଁ, ମେନ୍ ଲୋକଙ୍କୁ ଜଏନ କରିବା, ଲୋକଙ୍କ କେମିତି ଭଲ ହବ, ସୁସ୍ଥ ରହିବେ, କି କରିବ, ସେଇଟା ମେନ୍ ଜଏନ ର ପ୍ରୋବ୍ଲେମ। ଜଏନ ଉପରେ ଲକ୍ଷ୍ୟ ବେଶୀ। ଜଏନ କଲେ ବହୁତ କିଛି ଆଗକୁ ଆମେ ଲକ୍ଷ୍ୟ ସ୍ତରରେ ବି ବଢି ପାରିବ। ଜୟ ଜଗନ୍ନାଥ। ବହୁତ ବଢିଆ। ଜୟ ଜୟ ଜଗନ୍ନାଥ। ଜଗନ୍ନାଥ। ସାର୍ ଆମ ସାଙ୍ଗରେ ଅଛନ୍ତି ଆମକୁ ଗାଇଡ କରିବା ପାଇଁ ଆଉ ଆମକୁ ଦିଗଦର୍ଶନ ଦେବା ପାଇଁ। ସାର୍, ପ୍ଲିଜ ୱେଲକମ୍ ସାର୍। ଚାନ୍ଦ ସାର୍। ନମସ୍କାର ସମସ୍ତଙ୍କୁ। ସାର୍ ନମସ୍କାର। ନମସ୍କାର, ନମସ୍କାର। ନମସ୍କାର ନମସ୍କାର ସାର୍, ଜୟ ନମସ୍କାର। ଆସନ୍ତୁ ସାର୍। ଜୟ ଆରସିଏମ୍। ଅଛି। ଆଜିର ଗୁରୁକୁଳ ତ ଆପଣମାନେ ସବୁ ଦେଖିଛନ୍ତି, ବହୁତ କଥା ବୁଝିଲେ। ଟିସିଜିଙ୍କର ଯେଉଁ ପ୍ରକାର ଭାବେ କହିଲେ ଲକ୍ଷ୍ୟ ଆମର କେମିତିକା ପହଞ୍ଚିବା, ସେଥିରେ ପ୍ରଥମେ ଗୋଟେ ଆରମ୍ଭ କରିଥିଲେ। ଆପଣମାନେ ଦେଖିଥିବେ, ଶୁଣିଥିବେ ଯେ ଗୋଟେ ମୂର୍ତ୍ତି କରୁଥିବା 2 ଜଣ କଳାକାର, ମାନେ କାରିଗରଙ୍କ ବିଷୟରେ କହିଲେ। ଜଣେ ବହୁତ ମାନେ ଏକ୍ସାଇଟେଡ ହେଇକିରି କାମ କରୁଛି, ଆଉ ଜଣେ ବହୁତ ମାନେ ସାଧାରଣ ଭାବେ ତାର ସେମିତିକା ମନରେ ତାର ଉତ୍ସାହ ନାହିଁ, ସେମିତି ଭାବରେ ଧିମା ଆକାରରେ ସିଏ ବି କାମ କରୁଛି। ତ ଏମିତି କାହିଁ ହଉଛି? ତ ପଚାରିଲାରୁ ଅନ୍ୟମାନେ ସବୁ କହିଲେ, କିଏ କହିଲେ ଯେ ସିଏ ତାର ପଇସା ବୋଧେ ଇଏ ବେଶୀ ପାଉଛି, କମ ପାଉଛି। ଟିସି କହିଲେ ନାହିଁ, ସମାନ ପଇସା ଦିଆଯାଉଛି। କେତେ ପ୍ରକାର ଅନ୍ୟମାନେ ସବୁ ମତାମତ ଦେଲେ। ତ ତାର ଟିସିଜି ବୁଝେଇଲେ, ଯଦି ଆମର ଲକ୍ଷ୍ୟ ବଡ଼ ଥିବ, ତେବେ ଆମର କାମ ମଧ୍ୟ ସେଇ ପ୍ରକାରରେ ହବ। ଯଦି ଲକ୍ଷ୍ୟ ବଡ଼ ନଥିବ, ତାହେଲେ କାମ ସେଭଳିଆ ହେଇପାରିବ ନାହିଁ। ତ ଗୋଟେ ଏକ୍ଜାମ୍ପଲ ଦେଇ କହିଲେ, ଟ୍ରେନ 6ଟା ବେଳେ ଟ୍ରେନ ଅଛି, ଆପଣ କୁଆଡ଼େ ଯିବାର କଥା କି କିଏ ଆସିବା କଥା, ତାକୁ ରିସିଭ କରିବାକୁ ଯିବେ। ତ ଆପଣଙ୍କର ଯୋଉ ପ୍ରକାରରେ ତତ୍ପରତା ଥିବ, ଯଦି ଆପଣଙ୍କର ପୁଅ ସେଦିନ 6ଟା ବେଳେ ଟ୍ରେନରୁ ଆସିବାର ଥିବ, ତାହେଲେ ସେ ଟ୍ରେନକୁ ଆପଣ ଯେତେବେଳେ ଯିବେ ତାଙ୍କୁ ରିସିଭ କରିବା ପାଇଁ, ସେତେବେଳେ ଆପଣଙ୍କର ରାତିରେ ନିଦ ହେଉନଥିବ, କେମିତି ସକାଳ ହବ, କେମିତି ଶୀଘ୍ର ଯାଇକିରି ଇଏ ଡିଫରେନ୍ସ ଏଇଆ। ଯେମିତି ଆରସିଏମ୍ ହେଉଛି ମହାନ ଉଦ୍ଦେଶ୍ୟ କ'ଣ ହେଉଛି, ଯେ ନୟା ଭାରତ ନିର୍ମାଣ କରିବା, ନୂତନ ଭାରତ ନିର୍ମାଣ କରିବା। ନୂତନ ଭାରତ ନିର୍ମାଣ କରିବା ଏଇ ମହାନ ଉଦ୍ଦେଶ୍ୟ। ଆଉ ସମସ୍ତେ ସ୍ୱାସ୍ଥ୍ୟ କେମିତି ଭଲ ରହିବ, ସ୍ୱାସ୍ଥ୍ୟ କ୍ରାନ୍ତି, ସମସ୍ତଙ୍କ ଘରେ ଘରେ ସ୍ୱାସ୍ଥ୍ୟ କେମିତି ଭଲ ରହିବ, ସମସ୍ତେ ନିରୋଗ ରହିବେ, ତ ଆର୍ଥିକ ସ୍ୱାଧୀନତା ସମସ୍ତେ ପାଇବେ। ଇଏ ନୂତନ ଭାରତ ମାନେ କ'ଣ? ସମସ୍ତଙ୍କର ଖୁସିରେ ରହିବେ, ସମସ୍ତଙ୍କର ରୋଜଗାର ଭଲ ହେଉଥିବ, ସମସ୍ତଙ୍କର ସ୍ୱାସ୍ଥ୍ୟ ଭଲ ଥିବ, ସମସ୍ତଙ୍କର ସଚ୍ଚିନ୍ତା ମାହୋଲ ଭଲ ଥିବ। ଏଇ ପ୍ରକାର ଏକ ନୂତନ ଭାରତ ଯଦି ଗଠନ କରିବାର ଆମର ଉଦ୍ଦେଶ୍ୟ ଥିବ,
ताले हमरो काम मध्यम से प्रकार रे हबो तेणु हम सेतरे कोन हमरो प्राय ए जो आमे आलोचना तो बहुत थर करिचे जे आमे जो काम करूचे आमे गर्वर सहित करिया गर्व के साथ से दिन प्रोग्राम रे संजीव सर लास्ट को कहले नी गर्वर सहित कहतु जे मु आरसीएम करूची गर्वर सहित कहतु जे मो हम प्रोडक्ट्स समस्त माने भल काम रे समस्त घरे घरे यूज होची मो घरे भी यूज होची कारण एतरे पूरा माने स्वास्थ्यवर्धक एवं प्योर शुद्ध टीसीजी ऊपर गर्व तेणु आम जदि गोटे कर्म उपर गर्व करवा ताले आमे संकोच भाव निजको छोट भावानी आमर से भाया एक्साइटमेंट थी उत्साह थी ये आ गोटे एग्जांपल मते आमे आलोचना करते गोटे जगह 3 जन गोटे कौन गोटे विराट काम चली मिस्त्री मैंने सब कम कर बहुत कांथ बाड़ सब तैयारी चली जड़े पथिक जाऊे जन को पचारे जे ये कौन चलती से कहले कौन चलो मु तो रोजगार करने कम करुच्ची से तार जमी तार बॉडी लैंग्वेज कथा कह ये सी दिन को रोजगार करने जाओ जन को कहले तुम कौन कर ना मुझे कांथटा करुच्ची मोर मिस्त्री काम है मो कांथ करवा तो आउ जन पचारे तुम कर सी बहुत एक्साइट होकर गीत गाँची आराम से बहुत एक्साइट हो कौन कर ना ये गोटे विराट हस्पिटाल हाँ जाऊँगी ये गोटे इंटरनेशनल हॉस्पिटल हम जो कि हजार हजार रोगी आसवे बहुत प्रकार नूतन चिकित्सा पद्धति चिकित्सा कर तो यही प्रकार भावना नहीं सी कर सी चिंता कर गोटे एमती हॉस्पिटल करुच्ची जमीका आपण से कथा देखिए जदि जिते श्री रामचंद्र जाऊे बंध सेतु बंध पड़ते से जो गुणुची मूषा बाली टे पकईदेला सी कौन एत बड़ गोटे कम सी भागी नहीं आम एत बड़ गोटे कम होमें भागीदार अच्छु स्वाधीनता संग्राम जो होता लोके घरे बस अरट करुले सी भी स्वाधीनता संग्राम रे भाग नौले से ब्रिटिश लुगा न पिंधा माने सी हूँ स्वाधीनता संग्राम से भाग नौले तो जेकोसी कम आम आरसीएम रे जो कम ताकू जदि मन प्राण दे करवा यही भावना नहीं करी जे ये सारा भारत रे गोटे विप्लव आणुची ताहले ए काम बहुत भल हम आम उत्साह आग्रह तो आम सफलता से पाइबा आउ 4 दिन पर आम क्लोजिंग हम तेणु आपण मैंने 5000 बिजनेस वॉल्यूम निजे करंतु एवं अन्य मानक करांतु 5000 बिजनेस वॉल्यूम जदि आम न करवा कि क्या कर न पारिबा ताले आम ए सिस्टम रे गोटे बड़ अभियान रे आम जे गोटे विराट किसी बड़ आकार कर संभव नुहे 5000 बिजनेस वॉल्यूम कौन 7-8 टकर जिनिस से 4-5 हजार घरे खर्च 2-3 जन प्राणी थे घरे 2-4 हजार टकर खर्च आउ 2-4 टका आम प्रचार करवा जे आम आरसीएम करुचे तेणु आम साई पड़ोसा बंधु बांधव को किसी दबा ये 5000 बिजनेस वॉल्यूम मिनिमम दरकार जदि आमर 100% उद्देश्य थी आम दुकान बदल देवा प्रत्येक जिन जो आरसीएम मिलूँ यूज करवा जदि आम आरसीएम मिलूँ कि बाहर किणवा आम उद्देश्य ठीक नुहे आमर ताले से गोटे हापाजाली आम करुचे आदि आम 2-4 जन को आरसीएम प्रोडक्ट सेयार न कर आम आगू कौन बड़ आकार कर यही हूँ आज टीसीजी प्रोग्राम उद्देश्य होची तेणु आपण मैंने समस्ते चाहतु बेसी बेसी लोकों सहित मिसवा आ गोटे कथा अच्छी आमर ट्रेनिंग कहते टीसीजी भी कहते बीसीजी कहते सब कहते आमर काम प्रोडक्टा हूँ गोटे मध्यम बेस्ट क्वालिटी प्रोडक्ट किंतु ता माध्यम आम आमर लक्ष्य पहुँचवा ता माध्यम आम लक्ष्य पहुँचे आमर लक्ष्य हूँ कौन आमर लक्ष्य हूँ आर्थिक स्वाधीनता आमर लक्ष्य हूँ स्वास्थ्य क्रांति आमर लक्ष्य हूँ नया भारत गठन विराट लक्ष्य आमर तेणु तार माध्यम हूँ प्रोडक्ट्स ए विषय में आलोचना कर दिल्ली को जीवा दिल्ली लक्ष्य आम गोटे माध्यम हूँ ट्रेन बेस्ट ट्रेन आम सिलेक्ट करवा तेणु प्रोडक्ट हूँ बेस्ट ताले प्रोडक्ट जब बेस्ट हो लक्ष्य को पहुँचवा क्या मध्यम पहुँचवा प्रोडक्ट मध्य पहुँचवा किंतु क्या सहित आम पहुँची पार लोक मान सहित तेणु प्रोडक्ट को चिन्हवा सहित आम लोकों सहित संपर्क करवा लोकों विषय भल भाव जाना लोकंर केमती भाव से बुझीपारे से प्रकार भाव कथबार्ता करवा व्यवहार करवा आम से कालीर जो प्रोग्राम आपण देखु से गोटे बेल से प्रोग्राम टीसीजी कहते लेडीज प्रोग्राम कहते जे आम प्रोडक्ट विषय लोकों केमी आम कहचे प्रोडक्ट विषय केमती लोकों आम कहचे कौ प्रकार कहचे जदि सेटा आम ठीक कर पारे लोके आपणकर कथा को ग्रहण करें आप कथबार्ता व्यवहार में
ଦୁର୍ବଳତା ଥିବ, ମନରେ ଡାଉଟ୍ ଥିବ, ଜୋର ଦେଇ କହିପାରୁନଥିବା, ପ୍ରଡକ୍ଟ ବିଷୟରେ ନଲେଜ ନଥିବ, ଅନ୍ୟ ଉପରେ ପ୍ରଭାବ ପକେଇ ପାରୁନଥିବା, ତାହେଲେ ଚାଲି ନ ଜାଣି ବାଟର ଦୋଷ। ଚାଲି ନ ଜାଣି ବାଟର ଦୋଷ ବା ନାଚ ନେଇ ଜାନେ ଆଙ୍ଗନ କା ଦୋଷ, ଏଇ ହଉଛି କଥା। ଆମେ ସେ ପ୍ରକାର ଭାବନା ଜମା ରଖନ୍ତୁନି। ଚାଲି ନ ଜାଣି ବାଟର ଦୋଷ ଏ ପ୍ରକାରର ଭାବନା ଜମା ମନରେ ରଖନ୍ତୁ ଯେ ଏଇଟା ହେଇପାରୁନି, ସିଏ କରୁନି, ସିଏ ଆସୁନି, ସିଏ ପ୍ରଡକ୍ଟ କିଣିବା ବନ୍ଦ କରିଦେଲା, ତାକୁ ଡାକିଲି ସେ ଆସିଲାନି, ଏ ସବୁ ଫାଲତୁ କଥା ଯଦି ଆମେ ମୁଣ୍ଡରୁ କ୍ଲିୟର ନ କରିବା ତାହେଲେ ଆମେ ଲକ୍ଷ୍ୟରେ ପହଞ୍ଚି ପାରିବା ନାହିଁ। ତେଣୁ ଚାଲି ନ ଜାଣି ବାଟର ଦୋଷ ଏଇଟା ନିଜେ ଫିଲ୍ କରନ୍ତୁ, ପ୍ରତ୍ୟେକଟି ମୁହୂର୍ତ୍ତରେ ଫିଲ୍ କରନ୍ତୁ। କାହା ସହିତ ଯଦି ବ୍ୟବହାର କରୁଥିବେ, କାହାକୁ ଯଦି କିଛି ଡାକୁଥିବେ ମିଟିଂକୁ, କାହାକୁ ଯଦି ପ୍ରଡକ୍ଟ ବିଷୟରେ କହୁଥିବେ, ତାହେଲେ ଯଦି ସିଏ ଗ୍ରହଣ କରିପାରୁନି ଜାଣିବେ ଯେ ଆମର ଦୋଷ, ତାର ଦୋଷ ନୁହେଁ, ତାର ଦୋଷ ନୁହେଁ। TCG ଏଇଟା ମୂଳରୁ 5, 6, 7ରେ ବୁଝେଇଛନ୍ତି, ଏବେ ବି କହୁଛନ୍ତି ତାଙ୍କର ଦୋଷ ନୁହେଁ। ଲୋକଙ୍କୁ ଦୋଷ ଦେଇକି ଆମେ ଭଲ କହିଯିବା, ସିଏ ତ ନଉନାହାନ୍ତି, ସିଏ ତ ଶୁଣୁନାହାନ୍ତି। ଆମେ କହିପାରୁନେ, ଆମେ ବୁଝେଇ ପାରୁନେ, ଆମେ ସମ୍ପର୍କ କରିପାରୁନେ। ଯଦି ଆମେ କହିପାରୁନେ ତାହେଲେ ଯିଏ କହିପାରୁଛନ୍ତି ତାଙ୍କ ସହିତ ମିଶା, ସିଷ୍ଟମ ସହିତ ମିଶା, ଅଫଲାଇନ ସହିତ ମିଶା, ଯିଏ ଭଲ ବୁଝେଇ ପାରୁଛି। ମୁଁ ତ ସେୟା କରୁଥିଲି, ମୁଁ ଭଲ କହିପାରୁନଥିଲି ପ୍ରଥମେ। ମୁଁ 6-7 ମାସରେ ଟେକ୍ନିକାଲ ପାଇଲି, କଣ ମୁଁ ପଣ୍ଡିତ ଥିଲି? ମୁଁ ତ ପଣ୍ଡିତ ଥିଲିନି, ମୁଁ ତ ଭଲ କହିବି ପାରୁନଥିଲି। ତାହେଲେ କଣ କଲି? ମୁଁ ସଞ୍ଜୀବ ଜୀଙ୍କ ସହିତ ମିଶେଇ ଦେଲି, ସିଷ୍ଟମ ସହିତ ମିଶେଇ ଦେଲି, ତାପରେ ଧୀରେ ଧୀରେ ମୋର ନଲେଜ ହେଲା। ତ ଯଦି ଆମେ କହିପାରୁନେ ଭଲେ, ଯଦି ଆମେ ଲୋକଙ୍କୁ, ତାହେଲେ ଆମେ ସିଷ୍ଟମ ସହିତ ଆଟାଚ କରନ୍ତୁ, ଅଫଲାଇନ ସହିତ ଆଟାଚ କରନ୍ତୁ। ଆପଣମାନଙ୍କ ଭିତରେ ଯେତେ ସବୁ ଲିଡର ବସିଛନ୍ତି, ତ କେବଳ ମୁଁ ଦେଖୁଛି ଆରତୀ ମ୍ୟାଡାମ ତାଙ୍କର ଟିମରେ ପ୍ରୋଗ୍ରାମ କରୁଛନ୍ତି, ଡାକୁଛନ୍ତି। ଆପଣମାନେ ନିଜେ ପ୍ରୋଗ୍ରାମ କରି କେବେ ହେଲେ ନା ମତେ ଡାକୁଛନ୍ତି, ନା ସତ୍ୟଦେବକୁ ଡାକୁଛନ୍ତି, ସାର୍ ଆମେ ଏଠି ଗୋଟେ ପ୍ରୋଗ୍ରାମ କରିବୁ, 25-30 ଲୋକ ଆସିବେ, ଆପଣ ଗୋଟେ ଡେଟ୍ ଦିଅନ୍ତୁ। ଏକଥା ମୁଁ ଜାନୁଆରୀ 1ରୁ ମଧ୍ୟ କହିଥିଲି, ଆଜିକି ଜାନୁଆରୀ ଫେବୃଆରୀ ସରିଲା ବସିଲା, କେହି ଜଣେ ହେଲେ କେବଳ ଆରତୀ ମ୍ୟାଡାମଙ୍କ ଛଡା। ଆଉ ଆମେ ଠେଲିବୁ ଯେ ଏଠି ପ୍ରୋଗ୍ରାମ କରିବା, ସେଠି ପ୍ରୋଗ୍ରାମ କରିବା, ସେଠି ପ୍ରୋଗ୍ରାମ କରିବା, କଲରେ, ଆରେ ଡାକିଲରେ, ଆରେ ଅମୁକ କଲରେ, ଲୋକଙ୍କୁ କହିଲରେ। ଆରେ ଇଏ କି କଥା? ଏଥିରେ କଣ ରୟାଲିଟି ଟେକ୍ନିକାଲ ମିଳିବ କୁହନ୍ତୁ? ଏଥିରେ କଣ ରୟାଲିଟି ଟେକ୍ନିକାଲ ମିଳିଯିବ? ଯଦି ନିର୍ଭର କରିବେ ଯେ ଅଫଲାଇନ ଆମକୁ ଧକ୍କା ମାରିଲେ ଯାଇକି ଆମେ ଆଗେଇବୁ। ଆମର ଇଚ୍ଛା ଅଛି, ସଞ୍ଜୀବ ଜୀ କହନ୍ତି ହଁ ଇଚ୍ଛା ଅଛି ଟେକ୍ନିକାଲ ହବ, ହଁ ଇଚ୍ଛା ଅଛି ଟେକ୍ନିକାଲ ହବ, ହଁ ଲକ୍ଷ ଟଙ୍କା ରୋଜଗାର କରିବ, ହଁ ଇଚ୍ଛା ଅଛି। କାମ କରିବା ଆମେ ନିଜେ ନା, ସେ କରିବୁନି। ଆମେ କୁହନ୍ତୁ, ଆପଣ ମାନେ ଏତେ ଲିଡର ବସିଛନ୍ତି, କେବେ ହେଲେ ଆଜିକି 2 ମାସ ହେଲାଣି ବାର ମୁଁ କହୁଛି, ଆପଣ ମାନେ ପ୍ରୋଗ୍ରାମ କରନ୍ତୁ, ଡାକନ୍ତୁ ଯେ ଏଠି ମୁଁ ପ୍ରୋଗ୍ରାମ କରିବି, ସାର୍ ଆମକୁ ଡେଟ୍ ଦିଅନ୍ତୁ। ତା କାହିଁକି କଥା କରୁନାହାନ୍ତି? କେବଳ ଆରତୀ ମ୍ୟାଡାମଙ୍କର ଏଇ 2 ମାସ ଭିତରେ କେତେ ପ୍ରୋଗ୍ରାମ ହେଇଥିଲା? କାରଣ ଆରତୀ ମ୍ୟାଡାମ ଆଗ୍ରହ ସହିତ କରୁଛନ୍ତି, ଏଠି ଆମର ହେଲ୍ଥ କ୍ୟାମ୍ପ ହବ, ସାର୍ ଏଠି ଆମର ଅମୁକ ହବ, ଏଠି ଆମର କିଶୋର ପ୍ରୋଗ୍ରାମ ହବ, ଆପଣ ଆସନ୍ତୁ, ଏଠି ଲୋକ ଯୋଗ ହଉଛି, ତାଙ୍କର ହୋମ ମିଟିଂ ମଧ୍ୟ କରୁଛନ୍ତି, ମିତାଞ୍ଜଳି ମ୍ୟାଡାମଙ୍କର ହୋମ ମିଟିଂ ହଉଛି, ULP ପ୍ରୋଗ୍ରାମ ମଧ୍ୟ କରୁଛନ୍ତି, ଶତପଥୀ ସାର୍ଙ୍କୁ ଡାକୁଛନ୍ତି। ଆପଣ ଅନ୍ୟମାନେ ଲିଡର ମାନେ ବସିଛନ୍ତି, କାହିଁ କରୁନାହାନ୍ତି ଆପଣ ମାନେ? ତାହେଲେ ବେଳେବେଳେ କଣ ଆଶା ନେଇକିରି ଆପଣ ମାନେ ଲକ୍ଷ୍ୟ, ତାହେଲେ କଣ ଲକ୍ଷ୍ୟ ନେଇକିରି ଆମେ କହିବା ହଁ ଆଜି TCG କହିଲେ ଲକ୍ଷ୍ୟ ଉପରେ ବହୁତ ବଡ ବଡ କଥା କହିଲେ, ବହୁତ ବଢିଆ ହେଲା, ଏ ହେଲା, ସେ ହେଲା, ଲକ୍ଷ୍ୟ କରିବା ଉଚିତ, ଲକ୍ଷ୍ୟ ନ ରଖିଲେ ମଣିଷ ହେଇପାରିବନି। ଇଏ ସବୁ କଥା କହିବାର ମାନେ କଣ ଭାଇ ବୁଝିପାରିନି ମୁଁ। ଲକ୍ଷ୍ୟ ନହେଲେ ମଣିଷ କିଛି ପହଞ୍ଚି ପାରିବନି, ଦେଖିଲା ବେଳକୁ ନିଜେ କାମ କରିବାନି, ଆମେ ଖାଲି ଭାଷା